ଓଡ଼ିଶାରେ ବହୁତ ଗୁଡ଼ିଏ ନଦୀ ରହିଛି, ନାମ ବହୁତ ଗୁଡ଼ିଏ ସହର ରହିଛି, ଯେଉଁଗୁଡ଼ିକ କି ଓଡ଼ିଶାର ବିଭିନ୍ନ ନଦୀ କୂଳରେ ଅବସ୍ଥିତ ସେ ସହର ଗୁଡ଼ିକ। ତାହେଲେ ଆଜି କିଛି ପ୍ରମୁଖ ସହର ଦେଖିବା ଯେଉଁମାନେ କି ନଦୀ କୂଳରେ ଅବସ୍ଥିତ। ଭୁବନେଶ୍ୱର, ସେଟା କେଉଁ ନଦୀ କୂଳରେ ଅବସ୍ଥିତ ନା ଦୟା ଆଉ କୁଆଖିଆ ନଦୀ, ଏଇ ଦୁଇଟି ନଦୀ କୂଳରେ ଭୁବନେଶ୍ୱର ସହରଟି ଅବସ୍ଥିତ। ସେଭଳି ସମ୍ବଲପୁର ସହରଟି ମହାନଦୀ ଉପକୂଳରେ ରହିଛି, ମହାନଦୀ କୂଳରେ। ବୌଦ୍ଧ ସହରଟି ମହାନଦୀ କୂଳରେ ଅଛି। ସେଭଳି ପାରାଦ୍ୱୀପ ମଧ୍ୟ ମହାନଦୀ କୂଳରେ ଉପକୂଳରେ ରହିଛି ପାରାଦ୍ୱୀପଟି। ତାପରେ ବ୍ରଜରାଜନଗର ଇବ୍ ନଦୀ ଉପକୂଳରେ ରହିଛି। କୁଚିଣ୍ଡା ଭେଡ଼େନ ନଦୀ, ଭେଡ଼େନ ବୋଲି ଗୋଟେ ନଦୀ ରହିଛି, ସେ ନଦୀ ଉପକୂଳରେ ରହିଛି କୁଚିଣ୍ଡା ସହର। ଯାଜପୁର ସହର କେଉଁଠି ରହିଛି ନା ବୈତରଣୀ ନଦୀ ଉପକୂଳରେ। ସେଭଳି ଭଦ୍ରକ ସହର ଶାଳନ୍ଦା ନଦୀ ଉପକୂଳରେ। ତାପରେ ରାଇରଙ୍ଗପୁର ରହିଛି ଝାଡ଼, କ'ଣ ଆପଣଙ୍କର ଝଡ଼କେଇ ନଦୀ, ରାଇରଙ୍ଗପୁର ରହିଛି ଝଡ଼କେଇ ନଦୀ ଉପକୂଳରେ। ସେଇଭଳି ଆପଣଙ୍କର ରହିଛି ଆସିକା ରହିଛି ଋଷିକୁଲିଆ ନଦୀ କୂଳରେ। ପାରଳାଖେମୁଣ୍ଡି ସହର ରହିଛି ମହେନ୍ଦ୍ର ତନୟା ନଦୀ କୂଳରେ। ନବରଙ୍ଗପୁର ସହର ରହିଛି ଇନ୍ଦ୍ରାବତୀ ନଦୀ କୂଳରେ। ତାହେଲେ କେଉଁ ସହର କେଉଁ ନଦୀ କୂଳରେ ରହିଛି ଜାଣିଲେ, ଆହୁରି ଆଗକୁ ଅଛି, ଚାଲନ୍ତୁ ଦେଖିବା। ଆପଣଙ୍କ କଟକ ସହର ରହିଛି ମହାନଦୀ କୂଳରେ ଆଉ କାଠଯୋଡ଼ି ନଦୀ କୂଳରେ। ଏଇ ଦୁଇଟା ନଦୀ କୂଳରେ ରହିଛି କଟକ ସହରଟି, ମହାନଦୀ ଆଉ କାଠଯୋଡ଼ି। ରାଉରକେଲା ସହରଟି ରହିଛି ବ୍ରାହ୍ମଣୀ ନଦୀ କୂଳରେ। ସେଭଳି ସୁବର୍ଣ୍ଣପୁର ସହରଟି ରହିଛି ମହାନଦୀ ଆଉ ତେଲ ନଦୀ ଉପକୂଳରେ ରହିଛି। ତାପରେ ଆସିଲା ଆପଣଙ୍କର ସୁନ୍ଦରଗଡ଼ ସହରଟି ରହିଛି ଇବ୍ ନଦୀ ଉପକୂଳରେ। ବରଗଡ଼ ସହରଟି ରହିଛି ଜିରା ନଦୀ ଉପକୂଳରେ। ଫୁଲବାଣୀ ସହରଟି ରହିଛି ଶାଳକୀ ନଦୀ ଉପକୂଳରେ। ସେଭଳି କେନ୍ଦୁଝର ରହିଛି ମାଛକାନ୍ଦଳା ନଦୀ ଉପକୂଳରେ ରହିଛି। ବାଲେଶ୍ୱର ସହରଟି ରହିଛି ବୁଢ଼ାବଳଙ୍ଗ ନଦୀ ଉପକୂଳରେ। ଭଞ୍ଜନଗର ସହର ଯେଉଁଠି ରହିଛି ତାହା ଋଷିକୁଲିଆ ନଦୀ ଉପକୂଳରେ ରହିଛି। ସେଇଭଳି ଆପଣଙ୍କର ଗୁଣୁପୁର ସହରଟି ରହିଛି ବଂଶଧାରା ନଦୀ କୂଳରେ। ରାୟଗଡ଼ା ସହରଟି ରହିଛି ଝଞ୍ଜାବତୀ ନଦୀ କୂଳରେ। ସୁନାବେଡ଼ା ସହର ଯେଉଁଠି ରହିଛି ତାହା ରହିଛି କୋଲାବ ନଦୀ କୂଳରେ। ତାହେଲେ ଆପଣମାନେ ଜାଣିଲେ ଯେ ଓଡ଼ିଶାର କେଉଁ ସହର ସବୁ କେଉଁ ନଦୀ କୂଳରେ ରହିଛି।